ଶ୍ରାବଣ ମାସରେ ବୃଷଭଙ୍କ କାନରେ ଥରୁଟିଏ ମାତ୍ର ଏହି କଥାଟି କହିଦିଅନ୍ତୁ, ମହାଦେବ ଆପଣଙ୍କ କଥା ନିଶ୍ଚିନ୍ତ ଶୁଣିବେ। ଶ୍ରାବଣ ମାସରେ ବୃଷଭଙ୍କ କାନରେ କ'ଣ କହିଲେ ମହାଦେବ ଆପଣମାନଙ୍କର କଥା ଶୁଣିବେ ତାହା ଆପଣମାନେ ଜାଣିଛନ୍ତି କି? ଆସନ୍ତୁ ଜାଣିବା। ସେହିପରି ପୁରୁଷମାନେ କେଉଁ କାନରେ କହିବେ ଏବଂ ମହିଳାମାନେ କେଉଁ କାନରେ କହିବେ, ବୃଷଭଙ୍କ କାନରେ କ'ଣ କହିବା ଉଚିତ, ଆସନ୍ତୁ ଜାଣିବା ଏ ଭିଡ଼ିଓରେ। ଦର୍ଶକ ବନ୍ଧୁ, ସର୍ବପ୍ରଥମେ ଆପଣମାନଙ୍କୁ ବାସ୍ତୁଚକ୍ର ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ଜାଣିପାରିବେ କି ଆପଣମାନେ ବୃଷଭଙ୍କ କାନରେ କ'ଣ କହିଲେ ଭଲ ଭାବେ ଆପଣମାନଙ୍କର ଇଚ୍ଛା ନିଶ୍ଚିନ୍ତ ପୂରଣ କରିବେ। ଆପଣମାନେ ଜାଣିଛନ୍ତି ଶ୍ରାବଣ ମାସ ମହାଦେବଙ୍କର ପ୍ରିୟର ମାସ। ଏହି ମାସରେ ଯଦି ଆପଣମାନେ ଥରୁଟିଏ ଏହି ବର ମାଗି ଦିଅନ୍ତି, ତେବେ ବାବା ଭୋଳାଶଙ୍କର ଆପଣମାନଙ୍କର ଇଚ୍ଛା ନିଶ୍ଚିନ୍ତ ପୂରଣ କରିବେ। ଏ କଥାଟି ଜାଣିବା ଦରକାର କି ପୁରୁଷମାନେ କ'ଣ ମାଗିବେ ଏବଂ ମହିଳାମାନେ କ'ଣ ମାଗିବେ। ଦେଖନ୍ତୁ, ମହାଦେବଙ୍କର ଅନ୍ୟ ନାମ ଆଶୁତୋଷ। ମହାଦେବ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। ତାଙ୍କୁ କିଛି ଦେଲେ ଭଲ, ନଦେଲେ ବି ଭଲ। ତାଙ୍କୁ ଡାକିଲେ ଭଲ, ନ ଡାକିଲେ ବି ଭଲ। ଯଦି ଆପଣ ମନ୍ଦିର ଯାଉଛନ୍ତି, ଭୋଳା ବାବାଙ୍କର ଦର୍ଶନ ନ କରିପାରୁଛନ୍ତି, କିଛି କଥା ନାହିଁ। ଆପଣମାନେ ଥରୁଟିଏ ମାତ୍ର ବୃଷଭଙ୍କ କାନରେ ଏହି କଥାଟି କହିଦିଅନ୍ତୁ, ଆପଣଙ୍କର କଥା ନିଶ୍ଚିନ୍ତ ସଫଳ ହେବ। ପ୍ରଥମେ ଆଜ୍ଞା ଜାଣି ରଖନ୍ତୁ ଶିବ ଦର୍ଶନ ବିଧି। ଶିବ ପୁରାଣରେ ଏହି କଥା ବର୍ଣ୍ଣିତ ଅଛି କି କ'ଣ ଅଛି ନା, ଶିବ ପୁରାଣ ଅନୁସାରେ ଯେତେବେଳେ ଶିବ ମନ୍ଦିର ଯିବେ, ମହାଦେବଙ୍କୁ ଦର୍ଶନ କରିବାକୁ କେମିତି ଦର୍ଶନ କରିବେ? ଦର୍ଶନର ବିଧି ହେଉଛି ଆଜ୍ଞା ଏଇଆ। ବୃଷଙ୍କର ଦୁଇଟି ସିଂହ ମଧ୍ୟରେ ଆପଣମାନେ ବୃଷଙ୍କର ପଛପଟେ ଛିଡ଼ା ହେବେ। ସେହି ପଛପଟୁ ଲକ୍ଷ୍ୟ କରି ମହାଦେବଙ୍କୁ ଦୁଇଟି ସିଂହ ମଧ୍ୟରେ ଆପଣମାନେ ମନ କଥା କହିବେ। ମହାଦେବ ଆପଣଙ୍କର ମନ କଥା ନିଶ୍ଚିତ ଶୁଣିବେ। ଏବେ ଆମେ ଜାଣିବା ପୁରୁଷମାନେ କେଉଁ କର୍ଣ୍ଣରେ କହିବେ ଏବଂ ମା' ମାନେ କେଉଁ କର୍ଣ୍ଣରେ କହିବେ। ତେବେ ପୁରୁଷମାନେ ବୃଷଭଙ୍କର ଡାହାଣ କର୍ଣ୍ଣରେ ଯେତେବେଳେ ମନ କଥା କହିବା ପାଇଁ ଯାଉଛନ୍ତି, ଡାହାଣ କାନରେ କୁହନ୍ତୁ, ଆପଣଙ୍କ ମନ କଥା ନିଶ୍ଚିନ୍ତ ଶୁଣିବେ। ଏବଂ ବୃଷଙ୍କ ପାଖକୁ ମା' ମାନେ ଯଦି କହିବା ପାଇଁ ଯାଉଛନ୍ତି, ଆପଣମାନେ ବାମ କର୍ଣ୍ଣରେ କୁହନ୍ତୁ। ଦୁଃଖ କୁହନ୍ତୁ କି ସୁଖ କଥା କୁହନ୍ତୁ, ଆପଣଙ୍କର କଥା ସେ ସବୁ ଶୁଣିବେ। କାରଣ ରଖିଲା ବାଲା ଶିବ, ମାରିଲା ବାଲା ବି ଶିବ, ତାରିଲା ବାଲା ବି ଶିବ। ଶିବଙ୍କ ପାଖରେ ସବୁ ସମ୍ଭବ। ଆପଣ ଆଉ ଗୋଟେ କଥା ଜାଣିଛନ୍ତି କି ନାହିଁ, ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ। ଶାସ୍ତ୍ର ଅନୁସାରେ ଶିବ ନିଜେ ମାତା ପାର୍ବତୀଙ୍କୁ କହିଛନ୍ତି, ମୁଁ ନିଜେ ଗରୁଡ଼ ରୂପରେ ବିଷ୍ଣୁ ମନ୍ଦିରରେ ଅଛି। ବିଷ୍ଣୁ ମନ୍ଦିରରେ ଗରୁଡ଼ ଅଛନ୍ତି, ସେ ହେଉଛନ୍ତି ଶିବ ଭଗବାନ। ଠିକ୍ ସେହିପରି ଶିବ ମନ୍ଦିରରେ ବୃଷଭ ଯିଏ ସ୍ୱୟଂ ନାରାୟଣ। ତେଣୁ ଶିବ ମନ୍ଦିରରେ ବୃଷଭଙ୍କ କାନରେ କଥା ପକାଇଲେ ଆପଣଙ୍କ କଥା ନିଶ୍ଚିନ୍ତ ପୂରଣ ହୋଇଥାଏ। ପ୍ରଭୁ ଶିବ ନନ୍ଦୀ ବା ବୃଷଭଙ୍କୁ ବର ଦେଇଥିଲେ କି ନନ୍ଦୀ ମୋ ପାଖକୁ ଆସି ମୋତେ ଯଦି ଦୁଃଖ ନ କହିପାରେ, ତୁମକୁ କହିବ, ତାର ଦୁଃଖ ନିଶ୍ଚିନ୍ତ ହରଣ କରିବି ବା ତା ମନ କଥା ନିଶ୍ଚିନ୍ତ ଶୀଘ୍ର ଶୁଣିବି। ସେଥିପାଇଁ ନନ୍ଦୀଙ୍କ କର୍ଣ୍ଣରେ ଦୁଃଖ କହିବା ଦ୍ୱାରା ଆପଣଙ୍କର ଦୁଃଖ ମହାଦେବ ନିଶ୍ଚିନ୍ତ ଶୁଣିଥାନ୍ତି। ଆପଣଙ୍କୁ ପ୍ରଥମେ କହିଥିଲି ପ୍ରଭୁ ଶିବଙ୍କୁ କେମିତି ଦର୍ଶନ କରିବେ ଏବଂ ମା' ମାନେ କେଉଁ କର୍ଣ୍ଣରେ କହିବା ଦ୍ୱାରା ଦୁଃଖ ଶୁଣନ୍ତି ଏବଂ ପୁରୁଷମାନେ କେଉଁ କର୍ଣ୍ଣରେ କହିବା ଦ୍ୱାରା ଦୁଃଖ ଶୁଣନ୍ତି। ଏବେ ଯେହେତୁ ଶ୍ରାବଣ ମାସ ଚାଲିଛି, ଆପଣ ନିଶ୍ଚିନ୍ତ ଶିବ ମନ୍ଦିର ଯାଇ ଦର୍ଶନ କରିସାରିଲା ପରେ ନନ୍ଦୀଙ୍କ ପାଖରେ ଆପଣଙ୍କର ଦୁଃଖ ନିଶ୍ଚିନ୍ତ କୁହନ୍ତୁ। ପ୍ରଭୁ ନିଶ୍ଚିନ୍ତ ଆପଣଙ୍କ ଦୁଃଖ ହରଣ କରିବେ। ଆପଣମାନଙ୍କୁ ଯଦି ଏ ଛୋଟିଆ ଭିଡ଼ିଓଟି ଭଲ ଲାଗିଥାଏ, ତ ବାସ୍ତୁଚକ୍ର ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ।